ମୁଁ ତ ମରିଯିବି ମୋତେ ତ 80 ବର୍ଷ ହେଲାଣି କିନ୍ତୁ ମୁଁ ଏସବୁ କରୁଛି ଆମର ଆଗାମୀ ଭବିଷ୍ୟତ ପାଇଁ ସେମାନେ ଯେମିତି ଭଲରେ ଚଳିବେ ସେହି ଚିନ୍ତାରେ ମୁଁ ଏସବୁ କରୁଛି। ଆଜ୍ଞା ଏ ହେଉଛି ଜଣେ 80 ବର୍ଷର ବୃଦ୍ଧଙ୍କ କଥା ଯିଏକି ଏବେ ଲଗାଇ ସାରିଲେଣି 3000 ଗଛ ପୁଣି 2 ବର୍ଷରେ ଟାର୍ଗେଟ ରଖିଛନ୍ତି 1,00,000 ଗଛ ଲଗାଇବାକୁ। ଏବେ ସୁଦ୍ଧା ସେ 3000 ଗଛ ଲଗାଇ ସାରିଲେଣି। ତାଙ୍କର ବାକି ଜୀବନ ଯେତେ ବାଟ ତାଙ୍କୁ ନେବ ତାହା ଭିତରେ ସେ ଆଉ 97,000 ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ପରିଣତ ବୟସରେ ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ 80 ବର୍ଷର ବୃଦ୍ଧ। ବୟସ ଆସି ଅପରାହ୍ନରେ ପହଞ୍ଚିଲାଣି। ଏହି ବୟସରେ ସମାଜ ପାଇଁ କିଛି କରିବାର ନିଶା ଘାରିଛି ତାଙ୍କୁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଷାଠିବାଙ୍କୁଡ଼ା ଗାଁର ବୃଦ୍ଧ ସୁବାସ ନାୟକ ସୁସ୍ଥ ପରିବେଶ ପାଇଁ ସେ 1,00,000 ଗଛ ଲଗାଇବା ପାଇଁ ନେଇଛନ୍ତି ସଂକଳ୍ପ। 2 ବର୍ଷ ଭିତରେ ସେ 3000 ଗଛ ଲଗାଇ ସାରିଲେଣି। ଖାଲି ଯେ ଗଛ ଲଗାଇଛନ୍ତି ତାହା ନୁହେଁ, ଗଛ ନଷ୍ଟ ନ ହେବା ପାଇଁ ନିଜ ସଞ୍ଚିତ ଟଙ୍କା ଖର୍ଚ୍ଚ କରି ତାର ଜାଲ ବୁଲାଇବା ସହ ପ୍ରତ୍ୟେକ ଦିନ ଗଛରେ ପାଣି ଦେବା ସହ ଗଛର ଯତ୍ନ ନେଉଛନ୍ତି। ଆଉ ଏଥିପାଇଁ କିଛି ଲୋକଙ୍କୁ ନିୟୋଜିତ ମଧ୍ୟ କରିଛନ୍ତି ଆଉ ତାଙ୍କୁ ରୋଜଗାରକ୍ଷମ କରାଉଛନ୍ତି। ଆପଣ ସମାଜ ପରିବେଶ ଜାଣିବେ ଗଛ ବିହୁନେ ଆମେ ବଞ୍ଚିବା କଷ୍ଟ ହେବ, ଜୀବଜଗତ ରହିବନି। ତେଣୁ ମୋର ଗୋଟେ ମତଲବ ହେଲା ମୋ ଜୀବନ ଯଦି 1,00,000 ଗଛ ଲଗେଇ ପାରିବି ମୋ ଜୀବନଟା ଧନ୍ୟ ମନେ କରିବି। ସେଥିପାଇଁ ଆରମ୍ଭ କରିଛି 3 ବର୍ଷ ହେଲା ଆଉ 3000 ଗଛ ଲଗେଇ ସାରିଲିଣି। ଆଉ କି 97,000 ଗଛ ଲାଗିବ ସେ ଈଶ୍ୱରଙ୍କ ଆଶୀର୍ବାଦ ଉପରେ ନିର୍ଭର କରେ। ବୁଢ଼ା ବୟସରେ ସୁବାସ ବାବୁଙ୍କର ଏପରି ଗଛ ଲଗା ନିଶା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ବେଶ ପ୍ରଶଂସା କରୁଛନ୍ତି। ବହୁତ ଆଡେ ଗଛ ଲଗେଇଛନ୍ତି, ଗଛ ବାବଦରେ ସେ ଭଲ ପାଆନ୍ତି। କେତେ ଗଛ ଲଗେଇଲେଣି? ସେପାରୁ ଏପାରୁ ଲଗଉଛନ୍ତି, ଆମେ ତ ଦେଖୁଛୁ। ଆଉ କୋଉଠି ଲାଗିଛି? କୋୟାଙ୍ଗଲା ପାର ଲାଗିଛି, ତାପରେ ବଡ ପାର ଚାଲିଛି। ତାଳ 1000 ପୁଠି ଦେଇଛନ୍ତି। ତାର ତ ଭଲ ପାଇଛି ବୋଲି ତାର ବଢିଆ ଚଲେଇଛି। ଆଉ ଏଇଆ ହଉଛି କଥା। ତାଙ୍କର ବୟସ ଆଜିକି 80 ବର୍ଷ ଭଳିଆ ହେଇଗଲାଣି। ସେମାନେ ଗଛ କଇଁଆ ବାଲା ପୋଲ ତ ବଡ ପାରି, କଇଁଆ ବାଲା ପାରି ଆଉ ଇଚ୍ଛା ଧରମପୁର ପାରି ସବୁ ଗଛ 3000 ଭଳିଆ ଗଛ ସେ କରିସାରିଲେଣି। ରକ୍ଷଣାବେକ୍ଷଣ ତାର ଜାଲି ଘୁରେଇବା ସବୁ ପ୍ରକାର ତ ଭଲ। ଆଉ ବୈତରଣୀ ନଦୀର କଇଁଆଗୋଲା ସେତୁର ଉଭୟ ପାଖ ସହ ବୋଡକ ରାସ୍ତା ଭଳି ଅନେକ ସ୍ଥାନରେ ସେ ଗଛ ଲଗାଇଛନ୍ତି। ବୈତରଣୀ ବ୍ରିଜ ଅଛି, ଆରପଟ କଇଁଆଗୋଲା ପାରି ବୋଡକ ପାରି 2 ସାଇଡରେ ଗଛ ଲଗାଉଛନ୍ତି। ପ୍ରାୟ 3 ବର୍ଷ ପାଖାପାଖି ହେଲାଣି ଗଛ ଲଗା ଚାଲିଛି। ବୁଢା ଗଛକୁ ଭଲ ପାଆନ୍ତି, ଲଗାଉଛନ୍ତି ପ୍ରାୟ ଗଛ। ଆଉ ରକ୍ଷଣାବେକ୍ଷଣ ବି ନେଉଛନ୍ତି ସକାଳୁ ଉଠିକି ଆସିକି ଡେଲି। ସତରେ ଦର୍ଶକ ବନ୍ଧୁ, ଆଜିର ସ୍ୱାର୍ଥପର ଦୁନିଆରେ କେତେଜଣ ଏମିତି ଅଛନ୍ତି ଯେଉଁମାନେ ନିଜ କଥା ନ ଭାବି ଅନ୍ୟମାନଙ୍କ କଥା ଚିନ୍ତା କରୁଛନ୍ତି, ପୁଣି ନିଜ ପକେଟରୁ ଖର୍ଚ୍ଚ କରି ସେ ଗାଁ ସାରା ଗଛ ଲଗାଉଛନ୍ତି। ଜଳବାୟୁ ପରିବର୍ତ୍ତନ ପାଇଁ ଚିନ୍ତା କରୁଥିବା ଏ ବୃଦ୍ଧ ମଉସାଙ୍କୁ ଆମେ ଭୂୟସୀ ପ୍ରଶଂସା କରୁଛୁ। ଭଦ୍ରକ ଚାନ୍ଦବାଲିରୁ ଦେବାଶିଷ ପାଢ଼ୀଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।